ଗୋଟିଏ ବୃକ୍ଷ ମା ନାମରେ ଜାତୀୟ ସେବା ଯୋଜନା ଓ ଯୁବ ରେଡ୍କ୍ରସର ତତ୍ତ୍ୱାବଧାନ ଏବଂ ଅଧ୍ୟକ୍ଷ ଡକ୍ଟର ରବୀନ୍ଦ୍ର କୁମାର ଜେନାଙ୍କ ମାର୍ଗଦର୍ଶନରେ ରାଉରକେଲାର ସେକ୍ଟର 4 ସ୍ଥିତ କଲେଜରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ବୃକ୍ଷରୋପଣ ମହାଭିଯାନ 2025ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75ତମ ଜନ୍ମଦିବସ ଉପଲକ୍ଷେ ଗୋଟିଏ ବୃକ୍ଷ ମା ନାମରେ ରେଡ୍କ୍ରସ ସଂଯୋଜକ ମନୋଜ କୁମାର ଦଳେଇ ଏବଂ ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର କରୁଣାକର ପାଟ୍ସାଣୀ, ରଶ୍ମିପ୍ରଭା ମଥାନ, ରଞ୍ଜିତ ପ୍ରଧାନ, ବନ୍ଦନା ସୋରେନ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି 250ରୁ ଉର୍ଦ୍ଧ୍ୱ ଚାରା କଲେଜ ପରିସରରେ ଓ ଚିରପାଣି ପଞ୍ଚାୟତ ସମିତିଠାରେ ରୋପଣ କରିଥିଲେ। ଚାରା ରୋପଣ କାର୍ଯ୍ୟକ୍ରମରେ କୁଞ୍ଜବିହାରୀ ରାଉତ, ରଶ୍ମିରଞ୍ଜନ ରାଉତ, ଦୀପାଳି ପ୍ରଧାନ, ଦିଲ୍ଲୀପ କୁମାର ମୁଦୁଲି, ନୀଳମାଧବ ନାୟକ, ଇପ୍ସିତା ପଣ୍ଡା, ସ୍ୱାତି ସ୍ମିତା ସାହୁ ସୁଚାରୁ ରୂପେ ସମ୍ପାଦନ କରିଥିବା ବେଳେ ମୌସୁମୀ ଦାସ, ସନ୍ତୋଷ ରଜାକ, ସୌମ୍ୟରଞ୍ଜନ ପ୍ରଧାନ, ସୁଶାନ୍ତ ପଟେଲ, ସିଦ୍ଧାର୍ଥ ସାହୁ, ପ୍ରୀତି ଦୀକ୍ଷିତ, ଗୀତାଞ୍ଜଳି ପାଣିଗ୍ରାହୀ, ନନ୍ଦିତା କୁମାରୀ, ଅଙ୍କିତା ପାଇକରାୟ, ଝରଣା ପଟେଲ, ପ୍ରିୟଙ୍କା ପଲେଇ, ରଚନା ମିଶ୍ର, ସ୍ୱାତି ପଣ୍ଡା, ତୃପ୍ତି ରାଉତ, ଜୟଶ୍ରୀ ମହାନ୍ତି, ସୁମନ ଡୁଙ୍ଗଡୁଙ୍ଗ, ସ୍ୱାଗତିକା ସାହୁ, ପ୍ରମିଳା ମହାନ୍ତି, ସେଲାହା ଅଲି, ସାଗରିକା ନାୟକ, ଶ୍ରଦ୍ଧାମୟୀ ସାହୁ, କାନ୍ତି କୁମାରୀ, ଶୁଭଶ୍ରୀ ବାରିକ ପ୍ରମୁଖ ସହଯୋଗ କରିଥିଲେ। ସ୍ୱେଚ୍ଛାସେବୀ ଅଜୟ କୁମାର ଯାଦବ, ଅନ୍ୟସା ନାୟକ, ରୋହିତ ବେବର୍ତ୍ତା, ଜଗନ ମହାନ୍ତି, ଲକ୍ଷ୍ମୀ ସାହୁ, ପୂଜା ପଟ୍ଟନାୟକ, ସନ୍ଧ୍ୟାରାଣୀ ସାହୁ, ଇପ୍ସିତା ପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲା ତରଫରୁ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଅଧ୍ୟାପକ ତରଣୀ ନାୟକ, ଅନୁପ ଏକା, ଅଜିତ ବେଗ, ଭାରତୀ ବରୁଆ ପ୍ରମୁଖ ପରିଚାଳନା କରିଥିଲେ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।